ହେଲେ ଆମର ମାଧବ ଭାଇ ହଁ ବ୍ରଜବନ୍ଧୁ ମହାବିଦ୍ୟାଳୟର ଆଜ୍ଞା ଯାହାକି 1987 ମସିହାରେ ଆଜ୍ଞା ବ୍ରଜବନ୍ଧୁ ମହାବିଦ୍ୟାଳୟ ଯେତେବେଳେ ଆରମ୍ଭ ହୁଏ ସେ ସମୟରେ ମାଧବ ଭାଇ ଏଠି ନିଯୁକ୍ତି ପାଆନ୍ତି। ତେଣୁ ଆଜି ମାଧବ ଭାଇଙ୍କୁ ଆମେ ପଚାରିବା 1987 ମସିହା ଯେତେବେଳେ ପ୍ରାରମ୍ଭ ହେଲା ଏହି ମହାବିଦ୍ୟାଳୟ କେମିତି ଥିଲା ଏବଂ ତାଙ୍କୁ କେମିତି ଲାଗୁଥିଲା? ହଁ ସାର୍ ଥିଲା ଏତେ ଭଲ ନଥିଲା କିନ୍ତୁ ଯେତେବେଳେ ପରିବେଶ ବହୁତ ଖରାପ ଥିଲା ଆଜ୍ଞା। ବର୍ତ୍ତମାନ ପରିବେଶ ବହୁତ ଭଲ ଅଛି ଆଉ ଆମେ ସବୁ ଭଲ ଅଛନ୍ତି ଷ୍ଟାଫ୍ ବି ଭଲ ସେତେବେଳେ ବହୁତ କମ୍ ପଇସାରେ କମ୍ ଲୋକ ଥିଲେ ଆଜ୍ଞା। ଆଉ ଏଇନା ବହୁତ ବଡ଼ ହେଇଛି ଭଲ ଅଛି ଏଇନା ଆଉ ଓଡ଼ିଶାରେ ଗୋଟେ ରେକର୍ଡ଼ ରଖୁଛି ଏଇଟା ଗୋଟେ ବଡ଼ କଥା ଆଜ୍ଞା। ତ ଆପଣ ରାତ୍ରିର ପ୍ରହରୀ ଆଜ୍ଞା ଏ କଲେଜକୁ ମାନେ ରାତ୍ରି ସମୟରେ ଆଜ୍ଞା ବିଶେଷ କରି ସୁପ୍ତ ଅବସ୍ଥାରେ ସମସ୍ତେ ଯେତେବେଳେ ଘରେ ଶୋଇଥାନ୍ତି ହଁ ସେ ସାର୍ ସମୟରେ ଆସି ମହାବିଦ୍ୟାଳୟରେ ଆପଣ ଶୋଇଥିଲୁ ନିଜର ଜୀବନକୁ ଜଳାଞ୍ଜଳି ଦେଇକି ଆଜ୍ଞା ପ୍ରହରୀ ଆକାରରେ ତାକୁ ସେବା ଦେଇଛନ୍ତି ହଁ ଦୀର୍ଘ ଆଜ୍ଞା 38 ବର୍ଷ। ଆଜ୍ଞା ତ ଆପଣଙ୍କୁ ଆଜି ଏ ମହାବିଦ୍ୟାଳୟ ଯାହାକି ବିଦାୟ ଦେବାକୁ ଯାଉଛି ଆଜ୍ଞା ତ ଅନେକ ଦୁଃଖ ଆମ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଆମର ବିଭିନ୍ନ ଯେଉଁ ଆଜ୍ଞା ରହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ଆଜ୍ଞା ତ ମନ ଦୁଃଖ କରୁଛନ୍ତି। ତେଣୁ ତାଙ୍କ ପାଇଁ କ'ଣ ମାନେ ଆପଣ ଭାବୁଛନ୍ତି? ତାଙ୍କୁ ଛାଡ଼ିକି ଯାଉଛି ମନଟା ବେଶୀ ଦୁଃଖ ଲାଗୁଛି କାହିଁକିନା ଦୀର୍ଘ ଏତିକି ବର୍ଷ ହେଲା ଚଳିଥିଲୁ ସାଙ୍ଗ ହେଇକି ତେଣୁକି ଯାହାହେଲେ ବି ତ ଏଟା ଯିବାଟା ବଡ଼ କଥା ନାହିଁ ଆଜ୍ଞା ଯିବାଟା ଯିବା ଆସିବା ଅଛି ଟିକେ ଭଲ ଲାଗୁନି ଟିକେ ଆଉ। ଆଚ୍ଛା ଆଚ୍ଛା ଆଜ୍ଞା ତ ଯାହା ବି ହଉ ମାଧବ ଭାଇ ଏ ଯିବା ସମୟରେ ମନ ଦୁଃଖ ହେଉଛି କାହିଁକିନା ସେ ଦୀର୍ଘ ଦିନ 38 ବର୍ଷ କଲେଜ ଯେତେବେଳେ ଆରମ୍ଭ ହେଲା ସେବେଠାରୁ ସେ ରହିଥିଲେ ଆଜ୍ଞା ପରିବାର ପରେ ରହିଥିଲେ ଏବଂ ପରିବାର ପରେ ଆଜ୍ଞା ସମସ୍ତଙ୍କୁ ପୁଅ ଝିଅ ଭଳିଆ ସ୍ନେହ ଦେଉଥିଲେ। ହଁ ତ ଆଜ୍ଞା ବାସ୍ତବରେ ସେ ଯେଉଁ ଆଜି ଏ ମହାବିଦ୍ୟାଳୟ ତାଙ୍କୁ ବିଦାୟ ଦେଉଛି ଏବଂ କାଲିଠାରୁ ରାତ୍ରି ତାଙ୍କୁ ଶୋଇବା ପାଇଁ ପଡ଼ିବ ନାହିଁ ଘରେ ନାଇଁ ନିଜ ଆଜ୍ଞା ଆଜି ଖଟରେ ରାତିଠୁ ଶୋଇବେ। ମାନେ ତେଣୁ ସେ ବିଶେଷ କରି କଲେଜ ଏକ ଅପୁରନ୍ତି ଯାହାକି କ୍ଷତି ହଁ ସେ ଆଜ୍ଞା ଜାଗାକୁ ପୂରଣ କରିବା ପାଇଁ କିଏ ଆସିବ ଏଇ ମହାନ ହସ୍ତି ଯେତେବେଳେ ଆଜ୍ଞା ଏ ମହାବିଦ୍ୟାଳୟରୁ ଯାଉଛନ୍ତି ସମସ୍ତଙ୍କୁ ଝୁରେଇ ଯାଉଛନ୍ତି ଝୁରି ଯାଉଛନ୍ତି ଯେମିତିକି ପ୍ରଥମରୁ ଗୋଡ଼ି ପଥର କଙ୍କଡ଼ ଯାଇକି ସବୁ ଗଛ ଆଜ୍ଞା ପତ୍ର ଠାରୁ ଆଜ୍ଞା ସମସ୍ତଙ୍କ ସହିତ ସେ ପରିଚିତ ଥିଲେ। ପରିଚିତ ଥିଲ ତ ବାସ୍ତବରେ ମାଧବ ଭାଇ ତ ଏଇ କଲେଜ ଜୀବନ କେମିତି ଲାଗୁଥିଲା ଆପଣଙ୍କୁ? ଏଇ ଭଲ ଲାଗୁଥିଲା ଆଜ୍ଞା ଲାଗି ଆସିଥିଲା ଆହୁରି ବି ଭଲ ବଢ଼ି ବଢ଼ି ଚାଲିଛି ଭଲ ଲାଗୁଛି ସଂସ୍ଥା ବଢ଼ି ଚାଲିଛି ଘର ଦ୍ୱାର ବଢ଼ି ଚାଲିଲା ସେତେବେଳେ ଟାଇଲ ଘର ଗୋଟିଏ ଥିଲା ଆଜ୍ଞା ସେତେବେଳେ ଆମେ ଜଗିକି ରହିଥିଲୁ ଏଇନା ତ ବାଉଣ୍ଡରୀ ଦେଇକି ଝାକାସ ହେଇଗଲାନି କଲେଜ କିଛି ଅସୁବିଧା ନାହିଁ ଆଜ୍ଞା ଭଲ ଆମର ଭଲ ଭଲ ଷ୍ଟାଫ୍ ଛୁଆ ବି ଆସିଗଲେଣି ସବୁ ଭଲରେ ଚାଲିଛି ଆଜ୍ଞା ଭଲରେ ଅଛୁ। ତ ଆପଣ ଆମ କଲେଜ ପାଇଁ କ'ଣ ମାନେ କିଛି ସନ୍ଦେଶ ଦେବେ ଆମ ଷ୍ଟାଫ୍ ମାନଙ୍କ ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ? ନାଇଁ ଛାତ୍ରଛାତ୍ରୀ ଭଲ ରୁହନ୍ତୁ ଷ୍ଟାଫ୍ ମାନେ ଭଲ ରୁହନ୍ତୁ ଭଲ ରହିକି ଆହୁରି ଉନ୍ନତି କରନ୍ତୁ ଆମର ଆଉ ଟିକେ ନାଁ ବଢ଼ିବ। ନିଶ୍ଚିତ ଭାବେ ଆଜ୍ଞା ତାଙ୍କର ମାନେ ଶୁଭ କାମନା ଆମ କଲେଜ ପାଇଁ ବହୁତ ମାନେ ହଁ ଆଗକୁ ପ୍ରେରଣାଦାୟକ ମାନେ କଥା କହିଲେ ମାଧବ ଭାଇ ଏବଂ ନିଶ୍ଚିତ ଭାବେ ଆମେ କହିବା ଯେ ମାଧବ ଭାଇ 38 ବର୍ଷ ଏହି ମହାବିଦ୍ୟାଳୟରେ ଯିଏ ନିଜ ଘରଠାରୁ ଅଧିକ ମାନେ ଭଲ ପାଉଥିଲେ ନିଜ ଘରେ ରାତି ଶୁଅନ୍ତି ନାହିଁ ନା ଏ ମୁଁ ରାତି ମହାବିଦ୍ୟାଳୟରେ ସେ ପ୍ରହରୀ ଆକାରରେ ରହୁଥିଲେ ଏବଂ କାର୍ଯ୍ୟ କରୁଥିଲେ। ଏ ମହାବିଦ୍ୟାଳୟ ଏଇ ଆଜିର ଦିନରେ ନିଶ୍ଚିତ ଭାବେ ସେ ମନେ ପକାଇବ ଯେ ମାଧବ ବାବୁ ଜଣେ ମହାନ ବ୍ୟକ୍ତିତ୍ୱଧାରୀ ବ୍ୟକ୍ତି ଯାହାକି ଏଠି ରଡ଼ ଖଣ୍ଡେ ମଧ୍ୟ ଚୋରି ହେଉନଥିଲା। କାଲି ଏ ମହାବିଦ୍ୟାଳୟରେ କ'ଣ ହେବ ସେ ସମୟ କହିବ। ଯାହା ବି ହେଉ ମାଧବ ଆଜ୍ଞା ବାବୁଙ୍କ ପୁତ୍ର ହଁ ଆଜ୍ଞା ଯିଏକି ଅଭୟ ମହାନ୍ତ ବାବୁ ଅଭୟ କୁମାର ମହାନ୍ତ ସେ ମଧ୍ୟ ୱେଲ୍ ଏଷ୍ଟାବ୍ଲିଶ୍ ମେଡ଼ିସିନ ବା ସେବା ମନୋବୃତ୍ତି ନେଇକି କାର୍ଯ୍ୟ କରୁଛନ୍ତି ମନୋହରପୁରରେ। ତାଙ୍କର ମଧ୍ୟ ଗୋ ବା ଗାଈ ମାତାକୁ ସେବା କରୁଛନ୍ତି 4-5ଟି ଗାଈ ଅଛି କ୍ଷୀର ମଧ୍ୟ ସେ ଲୋକଙ୍କୁ ଦେଉଛନ୍ତି ନିଜେ ଖାଉଛନ୍ତି ହଁ ତା ଆଜ୍ଞା ସହିତ ଆଜ୍ଞା 10-15 ଏକର ଜାଗା ଆଜ୍ଞା ଜମିନ୍ ଅଛି ଜମିରେ ସେ ଖେତିବାଡ଼ି କରିକି ମଧ୍ୟ ଉପାର୍ଜନ କରୁଛନ୍ତି। ତ
तो जहाँ भी हो ये अवसर में आम आज्ञा तांकर जो अनेक गुड़े संदेश पचारिलु जानिलु एवं तांकर आगामी दिन आज्ञा बहुत भलरे कटु भलरे करू यह आमर हूँ कामना। तो विशेषकर माधव बाबू को आज दिन में बहुत बहुत धन्यवाद आज्ञा दे ये परिसमाप्ति करुचु। आज कार्यक्रम आगरे आमर तांको संवर्धना दिवस संबर्धित हेबे तांको स्वागत करा जिवो एवं उपढौकन देकी सम्मानित करा जिवो। तांको जीवन काल मध्य जहाँ कार्य करिसेंती अवश्य आमको सेठी मते से संदेश देवे। तो धन्यवाद आज्ञा बहुत बहुत धन्यवाद माधव बाबू। थैंक यू सर थैंक यू। କାର୍ଯ୍ୟରେ ନିଯୁକ୍ତି ପାଇଲେ ଦୀର୍ଘ 38 ବର୍ଷ ନିଜ ଶ୍ରମଦାନ କରିଛନ୍ତି। ଏ ମହାବିଦ୍ୟାଳୟ ବାଲି ମାଟି ଗୁଡ଼େ କଂକର ପଥର ସେ ଅତି ପଡ଼ିଛି। ମାଧବ ଭାଇଙ୍କୁ ଦିନରେ କେହି ଦେଖନ୍ତି ନାହିଁ। ସେ ପ୍ରାକୃତିକ ଜାଗତିକ ପ୍ରଭାବରେ ବୋଧହୁଏ ଏ କଲେଜ ପାଇଁ से रात्रि उजागर करी निज घर छाड़ी निज पिला सब छाड़ी ये महाविद्यालय सेवा कर जीवन को अवसर पहुंच जाए। वो पूरी मत रोसे जड़ा जो भात रांधे भात अवश्य कॉलेज में जा पिला रांधि खाइबे मैगी गैस कॉलेज में काट फैक्ट्री आसे फैक्ट्री पोषण समस्या आरंभ और शेष भितर किए केमिति भाव में सहित सब मन
এইসব কথা সে মনে করে 아니 근처 ସେଇଭଳି ଚାକିରି ଲୋକମାନେ ହେବାକୁ ଏଥିରେ ମନୁଷ୍ୟତା କଥାବାର୍ତ୍ତା Jadi